ଏଇ ଯୋଉ ବ୍ୟବସ୍ଥା ଦେଖୁଛନ୍ତି ବାଜଦେପୁର ଯୋଉ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯୋଉ CHC ଅଛି, ଏଇ ଯୋଉ ବାଜଦେପୁର ମେଡିକାଲ ଅଧୀନରେ ଯେତୋଟି ଅଛି ଆପଣଙ୍କର 108, କାଲି ରାତିରେ 108 କୁ ଫୋନ କରିକି ମଧ୍ୟ 2 ଘଣ୍ଟା ପରେ ଆମେ 108 ର ସୁବିଧା ପାଇପାରିଲୁ। ଏଇ 108 ଆସିଲା ପରେ ଆମେ ଦେଖିଲୁ ଏ 108 ରେ ଯୋଉ ଅବସ୍ଥା ହେଇଛି ଏଥିରେ ରୋଗୀ ନବା ଭାରି ମାନେ ବିପଦର କଥା। ଯୋଉ ରୋଗୀକୁ ନବା ସେ ଠିକ ଭାବରେ ମେଡିକାଲରେ ପହଞ୍ଚିବ କି ନାହିଁ ସନ୍ଦେହ ହଉଛି। କାହିଁକି ନା ଏଇ ଯୋଉ ଏବେକାର ଯୋଉ କମ୍ପାନୀ ନେଇଛନ୍ତି, ଯୋଉ NGO ସଂସ୍ଥା ନେଇଛନ୍ତି 108 ର ବ୍ୟବସ୍ଥା କରିବା ପାଇଁ, ସେ ଠିକ ଭାବରେ ତାକୁ ମ୍ୟାନେଜମେଣ୍ଟ କରୁନାହାନ୍ତି। ଯାହା ଫଳରେ ନା ସେ ଗାଡିଟା ସୁବିଧା ଅଛି ନା ସେ ଗାଡିରେ କୌଣସି ପେସେଣ୍ଟ ଗଲେ ସୁବିଧାରେ ପହଞ୍ଚି ପାରିବ। ଏ ଗାଡିରେ ଦେଖନ୍ତୁ, ଆପଣ ଦେଖିପାରୁଥିବେ ଭିଜୁଆଲରେ, ଗାଡିରେ ନାହିଁ ଟୋଟାଲ ଫ୍ୟାନ ନାହିଁ କି AC ନାହିଁ, ଗାଡି ଭାଙ୍ଗି ଗଲାଣି, ମାନେ ଭଗ୍ନ ଅବସ୍ଥାରେ ଅଛି, ଟାୟାର ମଧ୍ୟ ଘୁରିଗଲାଣି, ଟାୟାର ବି ପକା ଯାଉନାହିଁ। ତେଣୁ କରିକି କେତେବେଳେ କୋଉଠି କଣ ଅସୁବିଧା ହେବ ଆପଣ ମାନେ ଏଇ ଭିଡିଓରୁ ଦେଖିପାରୁଥିବେ ସେ 108 ର ଅବସ୍ଥା କଣ। ତେଣୁ କରିକି ଆମେ ମାନେ ଏଥିପାଇଁ ଆମେ ନିହାତି ଭାବରେ ଅନୁରୋଧ କରିବୁ ଏ ବିଭାଗର ଯୋଉ 108 ବିଭାଗର ଯୋଉମାନେ ଦାୟିତ୍ୱରେ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ଏଠିକି ଟିକେ ଦୃଷ୍ଟି ଦେବେ ଆଉ ପେସେଣ୍ଟଙ୍କ କଥା ଟିକେ ବୁଝିବେ, ନହେଲେ ପେସେଣ୍ଟ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆପଣ ନିହାତି ଭାବରେ ଏହାର କାର୍ଯ୍ୟାନୁଷ୍ଠାନ କରିବା ନିହାତି ଆବଶ୍ୟକ ରହିଛି।